प्रिय श्रोता बंधु आम गीत संहिता 27 और 28 पर्व दुईटी को अध्ययन करवा। 27 पर्वर मुख्य प्रसंग ହେଉଛି प्रार्थना। ଏହି ପର୍ବଟି ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ। ପ୍ରଥମ 6ଟି ପଦରେ ଈଶ୍ୱର ତାହାଙ୍କର ଲୋକମାନଙ୍କର ଉତ୍ସାହ ତଥା ବିଶ୍ୱାସ ନିମନ୍ତେ ଯେଉଁ ସମସ୍ତ ବିହିତ ବ୍ୟବସ୍ଥା କରିଅଛନ୍ତି ତାହା ପ୍ରକାଶ କରାଯାଇଅଛି ଓ ଅବଶିଷ୍ଟାଂଶରେ ସାହାଯ୍ୟ ଓ ସୁରକ୍ଷା ନିମନ୍ତେ ପ୍ରାର୍ଥନାର ବିଷୟକୁ ଉପସ୍ଥାପିତ କରାଯାଇଅଛି। ଏହା ଥିଲା ଦାଉଦଙ୍କର ପ୍ରାର୍ଥନା। ତେବେ ଦେଖନ୍ତୁ 27 ପର୍ବର ପ୍ରଥମ 3 ପଦ ମଧ୍ୟରେ ପ୍ରାର୍ଥନା ନିମନ୍ତେ ଭିତ୍ତିମୂଳ କ'ଣ ତାହା ଲକ୍ଷ୍ୟ କରିବାକୁ ଯିବା। 27 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ସଦାପ୍ରଭୁ ମୋହର ଦୀପ୍ତି ଓ ମୋହର ପରିତ୍ରାଣ, ମୁଁ କାହାକୁ ଭୟ କରିବି? ସଦାପ୍ରଭୁ ମୋ ଜୀବନର ବଳ, ମୁଁ କାହାଠାରୁ ଭୀତ ହେବି? ସଦାପ୍ରଭୁ ମୋହର ଦୀପ୍ତି ଓ ମୋହର ପରିତ୍ରାଣ। ସଦାପ୍ରଭୁ ମୋହର ଦୀପ୍ତି। ଈଶ୍ୱର ହେଉଛନ୍ତି ପବିତ୍ର ଓ ସେ ତାହାଙ୍କର ବାକ୍ୟ ରୂପ ଆଲୋକରେ ଆମମାନଙ୍କୁ କଢ଼ାଇ ନିଅନ୍ତି। ଗୀତ 119 ପର୍ବର 105 ପଦ ପ୍ରକାଶ କରେ, ତୁମ୍ଭ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ। ସଦାପ୍ରଭୁ ମୋହର ପରିତ୍ରାଣ। ଏହା ଈଶ୍ୱରଙ୍କ ପ୍ରେମକୁ ପ୍ରକାଶ କରେ, ଯାହାକି ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ୟମରେ ଆଜି ସମଗ୍ର ମାନବ ଜାତି ପ୍ରତି ପ୍ରକାଶ କରିଅଛନ୍ତି। ସେଥିପାଇଁ ଯୋହନ 3 ପର୍ବର 16 ପଦରେ ଲେଖା ଅଛି, ଈଶ୍ୱର ଜଗତକୁ ଏମନ୍ତ ପ୍ରେମ କଲେ ଯେ ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଦାଉଦ କହନ୍ତି, ସଦାପ୍ରଭୁ ମୋ ଜୀବନର ବଳ। ପ୍ରଭୁ ଯେ କି ବଳ ଦିଅନ୍ତି। ପ୍ରଭୁ କେବଳ ଜୀବନ ବା ପରିତ୍ରାଣ ଦିଅନ୍ତି ନାହିଁ, ସେ ମଧ୍ୟ ଶକ୍ତି ଦିଅନ୍ତି। ମୁଁ କାହାଠାରୁ ଭୀତ ହେବି? ଆପଣ ଯଦି ପ୍ରଭୁଙ୍କୁ ଭୟ କରିବେ ତାହେଲେ ଆପଣ କୌଣସି ବିଷୟରେ ଭୟଗ୍ରସ୍ତ ହେବେ ନାହିଁ। ଆପଣ କୌଣସି ମନୁଷ୍ୟକୁ ଭୟ କରିବେ ନାହିଁ। ଏହାପରେ 27 ପର୍ବର 2 ପଦରେ ଲେଖା ଅଛି, ଦୁଷ୍କର୍ମକାରୀଗଣ ମୋହର ମାଂସ ଗ୍ରାସ କରିବା ପାଇଁ ମୋତେ ଆକ୍ରମଣ କରିବା ବେଳେ ମୋର ସେହି ବିପକ୍ଷ ଓ ଶତ୍ରୁମାନେ ଝୁଣ୍ଟି ପତିତ ହେଲେ। ଦାଉଦ ସମ୍ଭବତଃ ତାହାଙ୍କର ସେହି ଅତୀତ ଜୀବନର ଅନୁଭୂତି ମଧ୍ୟକୁ ଫେରିଯାଆନ୍ତି, ଯେଉଁ ସମୟରେ ତାହାଙ୍କର ଜୀବନ ବିପଦଗ୍ରସ୍ତ ହୋଇଥିଲା ଓ ସେ ସେହି ମେଷପାଳକର ଅନୁଭୂତିରୁ ଆରମ୍ଭ କରନ୍ତି, ଯେତେବେଳେ ସେ ସେହି ସିଂହମାନଙ୍କ ମୁଖରୁ ତାହାଙ୍କର ମେଷମାନଙ୍କୁ ରକ୍ଷା କରୁଥିଲେ। ଆଜି ମଧ୍ୟ ସେହିପରି ସିଂହ ଓ ଭାଲୁ ପରି ଲୋକମାନେ ଅଛନ୍ତି, ଯେଉଁମାନେ କି ପ୍ରଭୁଙ୍କର ଲୋକମାନଙ୍କୁ ବିନାଶ କରିବାକୁ ଚାହାନ୍ତି। ସେଥିପାଇଁ ପ୍ରଥମ ପିତର 5 ପର୍ବର 8 ପଦରେ ଲେଖା ଅଛି, ସଚେତନ ହୋଇ ଜାଗ୍ରତ ରୁହ, ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ ଏହା ଖୋଜି ବୁଲୁଅଛି। ପ୍ରିୟ ବନ୍ଧୁ, ଆମମାନେ ସେହି ଶୟତାନ ପ୍ରତି ସତର୍କ ହେବା ଉଚିତ। ସେ କେଉଁ ଉପାୟରେ ଆସି ଆମମାନଙ୍କୁ ଗ୍ରାସ କରିବ, ଆମମାନଙ୍କୁ ଆକ୍ରମଣ କରିବ ତା ଆମେ ଜାଣୁନା। ମାତ୍ର ଯଦି ଆମେ ଈଶ୍ୱରଙ୍କର ସହିତ ଅଛୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଅଛୁ, ତାହାଙ୍କର ବାକ୍ୟ ଅଧ୍ୟୟନ କରି ତାଙ୍କ ବାକ୍ୟକୁ ନିଜ ହୃଦୟ ମଧ୍ୟରେ ସଞ୍ଚୟ କରି ରଖିଅଛୁ, ତାହେଲେ ଆମେ ଶୟତାନର ସମସ୍ତ ପ୍ରକାର ଚାତିରିକୁ ଏଡ଼ି ଆଗ ବଢ଼ି ଯାଇପାରିବା। 27 ପର୍ବର 3 ପଦରେ ଲେଖା ଅଛି, ସୈନ୍ୟ ଦଳ ମୋ ବିରୁଦ୍ଧରେ ଛାଉଣି କଲେ ହେଁ ମୋହର ଅନ୍ତଃକରଣ ଭୟ କରିବ ନାହିଁ। ଯେବେ ଯୁଦ୍ଧ ମୋ ବିରୁଦ୍ଧରେ ଉଠେ ତେବେ ମଧ୍ୟ ମୁଁ ସାହସିକ ହେବି। ଦାଉଦଙ୍କର ନିର୍ଭରତା ଈଶ୍ୱରଙ୍କଠାରେ ଥିଲା ଓ ଏହି ବିହିତ ବ୍ୟବସ୍ଥା ଈଶ୍ୱର ତାହାଙ୍କ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି। ସେ କହନ୍ତି, ଭୟ କର ନାହିଁ, ଆମ୍ଭେ ତୁମ ସହିତ ଅଛୁ। ନୂତନ ନିୟମରେ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାଙ୍କର ପୁନରୁତ୍ଥାନ ପରେ ଶିଷ୍ୟମାନଙ୍କୁ ବାରମ୍ବାର କହନ୍ତି, ଭୟ କର ନାହିଁ। ସେ ହିଁ କେବଳ ଆମମାନଙ୍କୁ ମୃତ୍ୟୁର ଭୟରୁ, ପାପର ଭୟରୁ, ଶତ୍ରୁର ଭୟରୁ ରକ୍ଷା କରିପାରନ୍ତି। ସେ କହନ୍ତି, ଭୟ କର ନାହିଁ, କେବଳ ମୋ ଠାରେ ବିଶ୍ୱାସ କର। ଦ୍ୱିତୀୟରେ ପ୍ରାର୍ଥନାରେ ଧ୍ୟାନ କରିବା। 27 ପର୍ବର 4 ପଦରେ ଲେଖା ଅଛି, ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଓ ତାହାଙ୍କ ମନ୍ଦିରରେ ଅନୁସନ୍ଧାନ କରିବା ପାଇଁ ଯେପରି ଯାବଜୀବନ ସଦାପ୍ରଭୁଙ୍କ ଗୃହରେ ବାସ କରିବି, ଏହି ଏକ ବିଷୟ ମୁଁ ସଦାପ୍ରଭୁଙ୍କ ନିକଟରେ ମାଗିଅଛି, ତାହା ହିଁ ମୁଁ ଅନ୍ୱେଷଣ କରିବି। ଏହା ଅତି ବହୁମୂଲ୍ୟ ପଦ। ଦାଉଦ କହନ୍ତି, ଏହି ଏକ ବିଷୟ ମୁଁ ସଦାପ୍ରଭୁଙ୍କ ନିକଟରେ ମାଗିଅଛି। ତେବେ ସେହି ବିଷୟ କ'ଣ? ଜୀବନ୍ତ ଯାବଜୀବନ ସଦାପ୍ରଭୁଙ୍କ ଗୃହରେ ବାସ କରିବି। ଈଶ୍ୱରଙ୍କ ଆବାସ ବା ସମାଗମ ତମ୍ବୁ ବା ମନ୍ଦିରରେ ବାସ କରିବା ନିମନ୍ତେ ନୁହେଁ, ବା ଶୟନ କରିବା ନିମନ୍ତେ ନୁହେଁ, ମାତ୍ର ତାହାଙ୍କ ସହିତ ଜେରୁସାଲେମକୁ ନିୟମ ସିନ୍ଦୁକ ଆଣିବା ନିମନ୍ତେ, ଯାହାକି ଈଶ୍ୱରଙ୍କ ଲୋକମାନଙ୍କ ସହିତ ଈଶ୍ୱରଙ୍କର ମିଳନର ବା ସାକ୍ଷାତ କରିବାର ସ୍ଥାନ ଥିଲା। ଆଉ ଏଥି ନିମନ୍ତେ ସେ ଏକ ଆବାସ ନିର୍ମାଣ କଲେ ଓ ଏକ ଈଶ୍ୱରଙ୍କ ନିମନ୍ତେ ଉନ୍ନତ ତଥା ଚିତ୍ତାକର୍ଷକ ମନ୍ଦିର ନିର୍ମାଣ କରିବା ନିମନ୍ତେ ଯୋଜନା କଲେ। କାହିଁକି? କାରଣ ସେହି ନିୟମ ସିନ୍ଦୁକ ମଧ୍ୟ ଦେଇ ସେ ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରୁଥିଲେ ଓ ତାହାଙ୍କ ସହ ସହଭାଗିତା ସ୍ଥାପନ କରିପାରୁଥିଲେ। ତାହା ହିଁ ଥିଲା ଦାଉଦଙ୍କ ଜୀବନର ଏକମାତ୍ର ବିଷୟ।
ଈଶ୍ୱରଙ୍କ ସହିତ ସଂଯୁକ୍ତ ହେବା, ଈଶ୍ୱରଙ୍କ ସହିତ ସହଭାଗିତା ଜୀବନଯାପନ କରିବା। ସେହିପରି ପାଉଲଙ୍କ ଜୀବନର ଗୋଟିଏ ମାତ୍ର ବିଷୟ ଥିଲା, ଯାହାକି ସେ ଫିଲିପି 3 ପର୍ବର 13 ପଦ ଓ 14 ପଦରେ ପ୍ରକାଶ କରନ୍ତି। ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି, ପଶ୍ଚାତ୍ ବିଷୟ ସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ପଣ ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟସ୍ଥଳକୁ ଦୌଡ଼ୁଅଛି। ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଆମ୍ଭେମାନେ ଈଶ୍ୱରଙ୍କ ନିକଟକୁ ଯାଇପାରିବା। ନିୟମ ସିନ୍ଦୁକ ଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରେ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମେ କେବଳ ଈଶ୍ୱରଙ୍କ ସହଭାଗିତା ଲାଭ କରିନଥାଉ, ମାତ୍ର ଅନେକ ବିଷୟ ପ୍ରାପ୍ତ ହୋଇଥାଉ। ସେଥିପାଇଁ ରୋମିଓ 5 ପର୍ବର ପ୍ରଥମ 5 ପଦରେ ଏହିପରି ଲେଖା ଅଛି, ଅତଏବ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଶାନ୍ତିରେ ଅଛୁ। ଯେଉଁ ଅନୁଗ୍ରହର ଅବସ୍ଥା ମଧ୍ୟରେ ଆମ୍ଭେମାନେ ଅଛୁ, ସେଥିରେ ତାହାଙ୍କ ଦ୍ୱାରା ବିଶ୍ୱାସରେ ପ୍ରବେଶ ମଧ୍ୟ କରିଅଛୁ। ପୁଣି ଆମ୍ଭେମାନେ ଈଶ୍ୱରଙ୍କ ଗୌରବର ଭରସାରେ ଦର୍ପ କରୁଅଛୁ। କେବଳ ତାହା ନୁହେଁ, ସମସ୍ତ କ୍ଲେଶରେ ମଧ୍ୟ ଦର୍ପ କରୁଅଛୁ। ଯେଣୁ କ୍ଲେଶରୁ ଧୈର୍ଯ୍ୟ, ଧୈର୍ଯ୍ୟରୁ ଅନୁଭୂତି, ପୁଣି ଅନୁଭୂତିରୁ ଭରସା ଯେ ଜନ୍ମେ, ଏହା ଆମ୍ଭେମାନେ ଜାଣୁ। ଆଉ ଭରସା ଲଜ୍ଜା ଦିଏ ନାହିଁ, କାରଣ ଆମ୍ଭମାନଙ୍କୁ ପ୍ରଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରେମ ପରିବ୍ୟାପ୍ତ ହୋଇଅଛି। ଏହା ହିଁ ଥିଲା ଦାଉଦଙ୍କ ଜୀବନର ଏକ ଲକ୍ଷ୍ୟ, ଯେପରି ସେ ସଦାପ୍ରଭୁଙ୍କ ଗୃହରେ ବାସ କରିପାରନ୍ତି, ଯେଉଁଠାରେ କି ସେ ଈଶ୍ୱରଙ୍କ ଉପସ୍ଥିତିକୁ ଉପଲବ୍ଧି କରିପାରିବେ ଓ ତାହାଙ୍କର ନିକଟବର୍ତ୍ତୀ ହୋଇପାରିବେ ଓ ତାହାଙ୍କ ସହ ସହଭାଗିତା ସ୍ଥାପନ କରିପାରିବେ। କାରଣ ସେହି ଗୃହରେ ନିୟମ ସିନ୍ଦୁକ ଉପରେ ଏକ ପାପାଚ୍ଛାଦନ ଥିଲା, ଯାହାକି ଈଶ୍ୱରଙ୍କ ଦୟା ତଥା ଅନୁଗ୍ରହକୁ ପ୍ରକାଶ କରୁଥିଲା। ଯେଉଁ ଦୟା ଓ ଅନୁଗ୍ରହ ଆଜି ଆପଣ ଓ ମୁଁ ମଧ୍ୟ ଚାହୁଁ, ଆଉ ତାହା ଈଶ୍ୱର ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ସମଗ୍ର ମାନବ ଜାତି ପ୍ରତି ପ୍ରକାଶ କରିଅଛନ୍ତି। ସେହି ଗୃହରେ ବେଦୀ ମଧ୍ୟ ଥିଲା, ଯାହାକି ଖ୍ରୀଷ୍ଟଙ୍କର କ୍ରୁଶକୁ ପ୍ରକାଶ କରେ। ଏହି ବେଦୀ ତାହାଙ୍କୁ ଈଶ୍ୱରଙ୍କର ନିକଟବର୍ତ୍ତୀ କରାଇବାରେ ବିଶେଷ ସହାୟକ ଥିଲା। ଆଜି ଆପଣ ଓ ମୁଁ ଆମେ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରିବା। ଏହାପରେ 27 ପର୍ବର 5 ପଦରେ ଲେଖା ଅଛି, କାରଣ ବିପଦ ଦିନରେ ସେ ଆପଣା ଆବାସରେ ମୋତେ ଗୋପନ କରି ରଖିବେ, ସେ ଆପଣା ତମ୍ବୁର ଅନ୍ତରାଳରେ ମୋତେ ଲୁଚାଇବେ, ସେ ମୋତେ ଶୈଳ ଉପରକୁ ଉଠାଇବେ। ଆବାସ ମଧ୍ୟରେ ଗୋପନ ସ୍ଥାନ କେଉଁଠାରେ ଥିଲା? ମହାପବିତ୍ର ସ୍ଥାନରେ, ଯେଉଁଠାରେ କି ନିୟମ ସିନ୍ଦୁକ ରଖାଯାଇଥିଲା ଓ ସେହି ନିୟମ ସିନ୍ଦୁକ ଉପରେ ପାପର ଆଚ୍ଛାଦନ ନିମନ୍ତେ ପାପାଚ୍ଛାଦନ ରଖାଯାଇଥିଲା, ଯାହା ଉପରେ ରକ୍ତ ଛିଞ୍ଚା ଯାଉଥିଲା। କିନ୍ତୁ ଯେଉଁଦିନ ଖ୍ରୀଷ୍ଟ ସେହି କ୍ରୁଶ ଉପରେ ତାହାଙ୍କର ପବିତ୍ର ରକ୍ତ ଝରାଇଲେ, ସେହିଦିନଠାରୁ ସେ ଆମମାନଙ୍କ ନିମନ୍ତେ ମଧ୍ୟ ଏକ ପାପାଚ୍ଛାଦନ ପ୍ରସ୍ତୁତ କରିଅଛନ୍ତି, ଯାହା ମଧ୍ୟକୁ ଯାଇ ଆମ୍ଭେମାନେ ରକ୍ଷା ପାଇପାରିବା। ଅର୍ଥାତ୍ ସେହି ଖ୍ରୀଷ୍ଟଙ୍କ ନିକଟରେ ଆମମାନଙ୍କର ପାପ କ୍ଷମା ଓ ପରିତ୍ରାଣ ରହିଅଛି। ବାସ୍ତବରେ ଈଶ୍ୱର ଆମମାନଙ୍କର ସୁରକ୍ଷା ନିମନ୍ତେ କେତେ ଚମତ୍କାର ସ୍ଥାନ ପ୍ରସ୍ତୁତ କରିଅଛନ୍ତି, ଯାହାକି ଆମେ ସେହି ଖ୍ରୀଷ୍ଟଙ୍କ ନିକଟକୁ ପଳାଇ ଯାଇ ରକ୍ଷା ପାଇପାରିବା। 27 ପର୍ବର 6 ପଦରେ ଲେଖା ଅଛି, ଏଣୁ ଏବେ ମୋ ଚତୁର୍ଦିଗସ୍ଥ ଶତ୍ରୁଗଣ ଉପରେ ମୋର ମସ୍ତକ ଉନ୍ନତ ହେବ, ଆଉ ମୁଁ ତାହାଙ୍କ ତମ୍ବୁରେ ଜୟଧ୍ୱନିର ବଳି ଉତ୍ସର୍ଗ କରିବି। ମୁଁ ଗାନ କରିବି, ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। ଯେତେବେଳେ ଆମମାନେ ଏହି ଚମତ୍କାର ଛବି ପାଉ ଓ ସେ ଆମମାନଙ୍କ ନିମନ୍ତେ ଯାହା ସବୁ ସାଧନ କରିଛନ୍ତି ତାହା ଜାଣିବାକୁ ପାରୁ, ସେତେବେଳେ ଆମମାନଙ୍କ ହୃଦୟରେ ଆନନ୍ଦର ଗୀତ ଭରିଦିଏ ଓ ଏହା ତାହାକୁ ତାହାଙ୍କ ନିକଟରେ ପ୍ରାର୍ଥନା କରିବା ନିମନ୍ତେ ଚାଳନା ଓ ପ୍ରେରଣା ଦିଏ, ଯାହାକି ଆମେ ପରବର୍ତ୍ତୀ ଅଂଶରେ ସେହି ପ୍ରାର୍ଥନାର ସ୍ୱୀକାରୋକ୍ତି ଲକ୍ଷ୍ୟ କରିବାକୁ ପାରିବା। 27 ପର୍ବର 7 ପଦରୁ 12 ପଦ ମଧ୍ୟରେ ଆମେ ସେହି ବାସ୍ତବ ପ୍ରାର୍ଥନାର ସ୍ୱୀକାରୋକ୍ତିକୁ ଲକ୍ଷ୍ୟ କରୁ। 7 ପଦରେ ସେହି ଗୁପ୍ତ ସ୍ଥାନରେ ଦୟା ଥିଲା। ଈଶ୍ୱର ସେହି ଗୋପନୀୟ ସ୍ଥାନ ଆମମାନଙ୍କ ନିମନ୍ତେ ପ୍ରସ୍ତୁତ କରି ରଖିଅଛନ୍ତି, ଯେଉଁଠାରେ କି ଆମମାନେ ଈଶ୍ୱରଙ୍କ ଦୟାର ଅଧିକାରୀ ହୋଇପାରିବା, ଆଉ ତାହା ହେଉଛି ସେହି ଖ୍ରୀଷ୍ଟଙ୍କଠାରେ। 8 ପଦରେ ଲେଖା ଅଛି, ଯେତେବେଳେ ତୁମେ କହିଲ, ତୁମେମାନେ ମୋହର ମୁଖ ଅନ୍ୱେଷଣ କର, ମୋ ଅନ୍ତଃକରଣ ତୁମକୁ କହିଲା, ସଦାପ୍ରଭୁ ମୁଁ ତୁମର ମୁଖ ଅନ୍ୱେଷଣ କରିବି। ଈଶ୍ୱର ଚାହାନ୍ତି ଆମେ ଯେପରି ତାହାଙ୍କ ଆଡ଼କୁ ଉର୍ଦ୍ଧ୍ୱଦୃଷ୍ଟି କରୁ, ତାହାଙ୍କ ମୁଖ ଅନ୍ୱେଷଣ କରୁ, ତାହାଙ୍କୁ ପ୍ରେମ କରୁ ଓ ତାହାଙ୍କ ସହ ସହଭାଗିତା ସ୍ଥାପନ କରୁ। ଦାଉଦ ତାହା ହିଁ କରିଥିଲେ। ଏହାପରେ 9 ପଦରେ ଲେଖା ଅଛି, ମୋ ଠାରୁ ଆପଣା ମୁଖ ଲୁଚାଅ ନାହିଁ, କ୍ରୋଧରେ ଆପଣା ଦାସକୁ ଦୂର କର ନାହିଁ। ତୁମେ ମୋର ସହାୟ ହୋଇଅଛ, ହେ ମୋ ପରିତ୍ରାଣର ପରମେଶ୍ୱର, ମୋତେ ଦୂର କର ନାହିଁ କିମ୍ବା ପରିତ୍ୟାଗ କର ନାହିଁ। ଦାଉଦ ଯେତେବେଳେ ପାପ କଲେ, ସେତେବେଳେ ସେ ଜାଣିଥିଲେ ଯେ ଈଶ୍ୱର ଆପଣା ମୁଖ ଲୁଚାଇବା ଦ୍ୱାରା ପରିଣାମ କ'ଣ ହୁଏ।
ସେ ତାହାଙ୍କ ସହ ସହଭାଗିତା ହରାଇଲେ। ସେ ନିଜର ଆନନ୍ଦକୁ ହରାଇ ବସିଲେ। ମାତ୍ର ସେ ପ୍ରାର୍ଥନା କଲେ, ମୋହର ପରିତ୍ରାଣର ଆନନ୍ଦ ମୋତେ ଦିଅ। ବାସ୍ତବରେ ଯେଉଁ ବ୍ୟକ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପରିତ୍ରାଣ ପ୍ରାପ୍ତ ହୁଏ, ସେ ସେହି ଆନନ୍ଦକୁ କେବଳ ଉପଲବ୍ଧି କରେ। ଏହି ଆନନ୍ଦ ଜଗତ ଦେଇପାରିବ ନାହିଁ। ଏହି ଆନନ୍ଦ ଏକ ଚମତ୍କାର ଆନନ୍ଦ। ତାହା କେବଳ ବିଶ୍ୱାସୀ ହିଁ ଉପଲବ୍ଧି କରେ। ଏହାପରେ 27 ପର୍ବର 10 ପଦରେ ଲେଖା ଅଛି, କାରଣ ମୋହର ପିତା ଓ ମୋହର ମାତା ମୋତେ ପରିତ୍ୟାଗ କରିଅଛନ୍ତି, ମାତ୍ର ସଦାପ୍ରଭୁ ମୋତେ ଉଠାଇ ନେବେ। ହଁ, ପିତାମାତା ମଧ୍ୟ ସମୟ ଆସିଲେ ପରିତ୍ୟାଗ କରିଦେଇପାରନ୍ତି, ମାତ୍ର ଈଶ୍ୱର କେବେ ହେଲେ ପରିତ୍ୟାଗ କରନ୍ତି ନାହିଁ। ଯେତେବେଳେ ପିତାମାତା ସନ୍ତାନମାନଙ୍କୁ ପରିତ୍ୟାଗ କରନ୍ତି, ସେତେବେଳେ ଈଶ୍ୱର ସେମାନଙ୍କୁ ଉଠାଇ ନିଅନ୍ତି। 11 ପଦରେ ଲେଖା ଅଛି, ହେ ସଦାପ୍ରଭୁ, ମୋର ଶତ୍ରୁଗଣ ସକାଶୁ ମୋତେ ତୁମ୍ଭର ମାର୍ଗ ଶିଖାଅ ଓ ସରଳ ପଥରେ ମୋତେ କଢ଼ାଇ ନିଅ। ଦାଉଦ କହନ୍ତି, ମୋର ଶତ୍ରୁମାନଙ୍କ ସମ୍ମୁଖରେ ମୁଁ ଏକ ଉତ୍ତମ ସାକ୍ଷ୍ୟ ଚାହେଁ, କାରଣ ମୁଁ ଜାଣେ ଯେ ସେ ମୋହର ସମାଲୋଚନା କରିବ। ତେଣୁ ମୁଁ ତୁମର ସାହାଯ୍ୟ ଚାହେଁ। ପ୍ରଭୁ, ତୁମେ ମୋତେ ସାହାଯ୍ୟ କର। ଆଜି ଆମେ ଲୋକମାନଙ୍କ ନିକଟରେ କି ପ୍ରକାର ସାକ୍ଷ୍ୟମର ଜୀବନଯାପନ କରିପାରୁଅଛୁ? ଆଜି ଆମମାନେ ଆମମାନଙ୍କ ଶତ୍ରୁମାନଙ୍କ ନିକଟରେ କି ପ୍ରକାର ଜୀବନଯାପନ କରୁଅଛୁ? କି ପ୍ରକାର ଆଦର୍ଶ ଦେଖାଉଛୁ? ମାତ୍ର ଦାଉଦ ସାକ୍ଷ୍ୟମର ଜୀବନ ଯାପନ କରିବା ପାଇଁ ଚାହିଁଥିଲେ। 12 ପଦରେ ଲେଖା ଅଛି, ମୋ ବିପକ୍ଷ ଗଣର ବାଞ୍ଛାରେ ମୋତେ ସମର୍ପଣ କର ନାହିଁ, କାରଣ ମିଥ୍ୟା ସାକ୍ଷୀମାନେ ଓ ନିଷ୍ଠୁରତା ରୂପ ନିଶ୍ୱାସ ମାରିବା ଲୋକେ ମୋ ବିରୁଦ୍ଧରେ ଉଠିଅଛନ୍ତି। ଶତ୍ରୁ ସମ୍ମୁଖରେ ସେ ଯେପରି ହାସ୍ୟାସ୍ପଦ ନ ହୁଅନ୍ତି ବା ପରାଜିତ ନ ହୁଅନ୍ତି, ଏଥି ନିମନ୍ତେ ପ୍ରାର୍ଥନା କରନ୍ତି। ଆଉ ମୁଁ ଭାବେ ଯେ ଈଶ୍ୱର ସେହି ପ୍ରାର୍ଥନା ଶୁଣି ଉତ୍ତର ପ୍ରଦାନ କରିବେ। ସେ ସେମାନଙ୍କୁ କେବେ ହେଲେ ଲଜ୍ଜିତ ହେବାକୁ ଦେବେ ନାହିଁ। ଏହାପରେ 13 ପଦରୁ 14 ପଦ ମଧ୍ୟରେ ପ୍ରାର୍ଥନାର ଅନୁଭବକୁ ଆମେ ଲକ୍ଷ୍ୟ କରିବାକୁ ପାରିବା। ଦେଖନ୍ତୁ, ଲେଖା ଅଛି, ମୁଁ ଜୀବିତମାନଙ୍କ ଦେଶରେ ସଦାପ୍ରଭୁଙ୍କର ମଙ୍ଗଳ ଭାବ ଦେଖିବାକୁ ବିଶ୍ୱାସ କରିନଥିଲେ ମୂର୍ଚ୍ଛିତ ହୋଇଥାନ୍ତି। ସଦାପ୍ରଭୁଙ୍କର ଅନୁସରଣ କର, ବଳବାନ ହୁଅ ଓ ତୁମର ଅନ୍ତଃକରଣ ସାହସିକ ହେଉ। ହଁ, ତୁମେ ସଦାପ୍ରଭୁଙ୍କର ଅନୁସରଣ କର। ବାସ୍ତବରେ ପ୍ରାର୍ଥନାର ଶକ୍ତି ରହିଅଛି। ପ୍ରାର୍ଥନା ସାହସ ଯୋଗାଏ। ପ୍ରାର୍ଥନା ଦ୍ୱାରା ଅସାଧ୍ୟ କାର୍ଯ୍ୟ ସାଧିତ ହୁଏ। ଯେଉଁ ବ୍ୟକ୍ତି ପ୍ରାର୍ଥନାର ସହିତ ପ୍ରଭୁଙ୍କଠାରେ ବିଶ୍ୱାସରେ ସ୍ଥିର ରହି ତାହାଙ୍କ ଉପରେ ନିର୍ଭର କରେ ଓ ସାହସର ସହିତ ଆଗେଇ ଯାଏ, ସେତେବେଳେ ପ୍ରଭୁ ତାହାକୁ ଶକ୍ତି ଦିଅନ୍ତି ଓ ସେ ତାହାର ଜୀବନରେ କୃତକାର୍ଯ୍ୟ ହୁଏ। ଆଜି ଆମମାନଙ୍କ ଜୀବନରେ ସେ ପ୍ରକାର ପ୍ରାର୍ଥନାଶୀଳ ଜୀବନ ଅଛି କି? ଆଜି ଆମେ ପ୍ରାର୍ଥନା କରିବା ପାଇଁ କୁଣ୍ଠାବୋଧ କରୁ। ପ୍ରାର୍ଥନାରେ ଆମମାନେ ଦୁର୍ବଳ ହୋଇଯାଉ। ପ୍ରାର୍ଥନା କରିବା ନିମନ୍ତେ ଆମମାନେ ଇଚ୍ଛା କରିନଥାଉ। ମାତ୍ର ଆମେ ଜାଣି ରଖୁ ଯେ ଆମମାନଙ୍କର ପ୍ରାର୍ଥନାଶୀଳ ଜୀବନ ଦ୍ୱାରା ଆମେ ଏହି ଜଗତରେ ଏକ ବିଜୟୀ ଜୀବନ ଯାପନ କରିବା ପାଇଁ, ଏକ ଫଳପ୍ରଦ ଜୀବନଯାପନ କରିବା ପାଇଁ ଶକ୍ତି ପାଇପାରିବା। ପ୍ରଭୁ ଆମମାନଙ୍କର ସହବର୍ତ୍ତୀ ହେବେ। ଆସନ୍ତୁ ଏହାପରେ ଆମେ 28 ପର୍ବ ମଧ୍ୟକୁ ଯିବା। ଏହି ଗୀତର ମୁଖ୍ୟ ପ୍ରସଙ୍ଗ ହେଉଛି କ୍ଲେଶର ସମୟରେ ଆର୍ତ୍ତନାଦ। ଏହି ଗୀତଟି ଦାଉଦଙ୍କର ସମସ୍ୟାକୁ ପ୍ରକାଶ କରେ ଓ ଏହା ମଧ୍ୟ ସେହି ଭବିଷ୍ୟତର କ୍ଲେଶକୁ ଭାବବାଣୀ ଆକାରରେ ପ୍ରକାଶ କରେ। ଏହା ତାହାଙ୍କର ଶତ୍ରୁମାନଙ୍କ ଉପରେ ବିଚାର ବର୍ତ୍ତାଇବା ନିମନ୍ତେ ପ୍ରାର୍ଥନା ଥିଲା ଓ ଆଗାମୀ ଉଦ୍ଧାର ନିମନ୍ତେ ଈଶ୍ୱରଙ୍କର ପ୍ରଶଂସା କରିବାର ବିଷୟକୁ ପ୍ରକାଶ କରୁଥିଲା। 28 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଡାକ ପକାଇବି। ହେ ମୋର ଶୈଳ, ମୋ ପ୍ରତି ନୀରବ ହୁଅ ନାହିଁ। କେଜାଣି ତୁମ୍ଭେ ମୋ ପ୍ରତି ନୀରବ ହେଲେ ମୁଁ ଗର୍ତ୍ତଗାମୀ ଲୋକମାନଙ୍କ ପରି ହେବି। ଇସ୍ରାଏଲ ସେହି ଶୈଳ ବିଷୟରେ ଜାଣିଥିଲେ ଓ ସେହି ଶୈଳକୁ ଇସ୍ରାଏଲ ଅଗ୍ରାହ୍ୟ କରିଥିଲେ। ମୂଷା ଅତି ଦୁଃଖର ସହିତ ଏହି ବିଷୟ ନେଇ ଦ୍ୱିତୀୟ ବିବରଣ 32 ପର୍ବର 15 ପଦରେ କହନ୍ତି, ତହୁଁ ସେ ଆପଣା ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ତ୍ୟାଗ କଲା, ପୁଣି ଆପଣା ତ୍ରାଣରୂପ ଶୈଳଙ୍କୁ ଲଘୁଜ୍ଞାନ କଲା। ଶୈଳ ଯାହା ଉପରେ ଆମେ ଛିଡ଼ା ହୋଇପାରିବା ଓ ଏକ ମୂଳଦୁଆ ବସାଇ ପାରିବା। ଖ୍ରୀଷ୍ଟ ବିଶ୍ୱାସୀର ଜୀବନ ସେହି ଶୈଳ ଉପରେ ଆଧାରିତ। ଖ୍ରୀଷ୍ଟ ବିଶ୍ୱାସୀ ମଧ୍ୟ ସେହି ଶୈଳଙ୍କୁ ଜାଣନ୍ତି, ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ପ୍ରେରିତ ପାଉଲ ପ୍ରଥମ କରିନ୍ଥୀୟ 3 ପର୍ବର 11 ପଦରେ ଏହିପରି କହନ୍ତି,
କାରଣ ଯେଉଁ ଭିତ୍ତିମୂଳ ସ୍ଥାପିତ ହୋଇଅଛି ତାହା ବ୍ୟତୀତ ଅନ୍ୟ ଭିତ୍ତିମୂଳ କେହି ସ୍ଥାପନ କରିପାରେ ନାହିଁ, ସେହି ଭିତ୍ତିମୂଳ ଯୀଶୁଖ୍ରୀଷ୍ଟ। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କର ଭିତ୍ତିମୂଳ କାହା ଉପରେ ପ୍ରତିଷ୍ଠିତ? କାହାକୁ ଆଜି ଆମମାନଙ୍କର ଆତ୍ମିକ ଜୀବନ ମୂଳଦୁଆ ସ୍ୱରୂପେ ଆମମାନେ ଗ୍ରହଣ କରିଅଛୁ? ଯଦି ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବ୍ୟତୀତ ଅନ୍ୟ କେହି ହୋଇଥାନ୍ତି, ତାହେଲେ ଆମମାନଙ୍କର ମୂଳଦୁଆ ସୁଦୃଢ଼ ନୁହେଁ। 28 ପର୍ବର 2 ପଦରେ ଲେଖା ଅଛି, ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲାବେଳେ ତୁମ୍ଭ ପବିତ୍ର ସ୍ଥାନର ଗର୍ଭାଗାର ଆଡ଼େ ଆପଣା ହସ୍ତ ଟେକିବା ବେଳେ ମୋ ନିବେଦନର ରବ ଶ୍ରବଣ କର। ପବିତ୍ର ସ୍ଥାନର ଗର୍ଭାଗାର ସେହି ପାପାଚ୍ଛାଦନ ଥିବା ସ୍ଥାନକୁ ବୁଝାଏ, ଯାହାକି ସେହି ଆବାସ ମଧ୍ୟରେ ଥିଲା। ସେହି ପାପାଚ୍ଛାଦନ ଆଜି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ପ୍ରଦାନ କରିଅଛନ୍ତି, ଯେଉଁଠାରେ ଆପଣ ଓ ମୁଁ ଆମେ ନିଜ ପାପରୁ ମୁକ୍ତି ଲାଭ କରିପାରିବା। ଏହାପରେ 28 ପର୍ବର 3 ପଦରୁ 6 ପଦ ମଧ୍ୟରେ ଏହିପରି ପ୍ରକାଶ କରାଯାଇଅଛି, ଦୁଷ୍ଟ ଓ ଅଧର୍ମାଚାରୀମାନଙ୍କ ସଙ୍ଗେ ମୋତେ ଟାଣି ନିଅ ନାହିଁ। ସେମାନେ ସ୍ୱ ପ୍ରତିବାସୀମାନଙ୍କ ସଙ୍ଗେ ଶାନ୍ତିର କଥା କହନ୍ତି, ମାତ୍ର ସେମାନଙ୍କ ଅନ୍ତଃକରଣରେ ଅନିଷ୍ଟ ଥାଏ। ସେମାନଙ୍କ କର୍ମାନୁସାରେ ଓ ସେମାନଙ୍କ କ୍ରିୟାର ଦୁଷ୍ଟତାନୁସାରେ ସେମାନଙ୍କୁ ପ୍ରତିଫଳ ଦିଅ। ସେମାନଙ୍କ ହସ୍ତର କର୍ମାନୁରୂପ ଫଳ ସେମାନଙ୍କୁ ଦିଅ। ସେମାନଙ୍କୁ ସମୁଚିତ ଫଳ ଭୋଗ କରାଅ। ସେମାନେ ସଦାପ୍ରଭୁଙ୍କ କ୍ରିୟା ଓ ତାହାଙ୍କ ହସ୍ତର କର୍ମ ସକଳ ବିବେଚନା ନ କରିବାରୁ ସେ ସେମାନଙ୍କୁ ଭାଙ୍ଗି ପକାଇବେ ଓ ସେମାନଙ୍କୁ ଗଢ଼ିବେ ନାହିଁ। ସଦାପ୍ରଭୁ ଧନ୍ୟ ହେଉନ୍ତୁ, କାରଣ ସେ ମୋ ନିବେଦନର ରବ ଶୁଣିଅଛନ୍ତି। ଏହା ଦାଉଦଙ୍କର ପ୍ରାର୍ଥନା ଥିଲା, ଯେପରି ଦୁଷ୍ଟ ତାହାର ସମୁଚିତ ଫଳ ଭୋଗ କରେ। ଦାଉଦଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ ଈଶ୍ୱର ତାଙ୍କର ପ୍ରାର୍ଥନା ଶୁଣି ଉତ୍ତର ପ୍ରଦାନ କରିବେ। ଫଳତଃ ଦାଉଦ ବର୍ତ୍ତମାନ କହିବାକୁ ଯାଉଛନ୍ତି, ଯାହାକି 28 ପର୍ବର 7 ପଦରୁ 9 ପଦ ମଧ୍ୟରେ ଲେଖା ଅଛି, ସଦାପ୍ରଭୁ ମୋହର ବଳ ଓ ମୋହର ଢାଲ, ମୋହର ଅନ୍ତଃକରଣ ତାହାଙ୍କଠାରେ ଭରସା ରଖିଅଛି ଓ ମୁଁ ସାହାଯ୍ୟ ପାଇଅଛି। ଏହେତୁ ମୋ ଅନ୍ତଃକରଣ ଅତ୍ୟନ୍ତ ଉଲ୍ଲାସ କରୁଅଛି, ଆଉ ମୁଁ ନିଜ ଗୀତରେ ତାହାଙ୍କର ପ୍ରଶଂସା କରିବି। ସଦାପ୍ରଭୁ ସେମାନଙ୍କର ବଳ ଓ ଆପଣା ଅଭିଷିକ୍ତ ପ୍ରତି ପରିତ୍ରାଣର ଦୃଢ଼ ଦୁର୍ଗ ଅଟନ୍ତି। ଆପଣା ଲୋକମାନଙ୍କୁ ତ୍ରାଣ କର ଓ ଆପଣା ଅଧିକାରକୁ ଆଶୀର୍ବାଦ କର। ସେମାନଙ୍କୁ ପ୍ରତିପାଳନ କର ଓ ଅନନ୍ତକାଳ ସେମାନଙ୍କୁ ବହନ କର। ଈଶ୍ୱର ହେଉଛନ୍ତି ବଳବାନ ଓ ଶକ୍ତିଶାଳୀ ଓ ସେ ସୁରକ୍ଷା ନିମନ୍ତେ ଢାଲ ସ୍ୱରୂପ। ସେ ଶକ୍ତି ଓ ସୁରକ୍ଷା। ଯଦି ଆପଣ ତାହାଙ୍କଠାରେ ବିଶ୍ୱାସ କରନ୍ତି ଓ ବିଶ୍ୱାସର ସହିତ ପ୍ରାର୍ଥନା କରନ୍ତି, ତାହେଲେ ସେ ଆପଣଙ୍କର ପ୍ରାର୍ଥନା ଶୁଣିବେ ଓ ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବେ ଓ ସାହାଯ୍ୟ କରିବେ। ଯେତେବେଳେ ସେ ପ୍ରାର୍ଥନା ଶୁଣି ଉତ୍ତର ପ୍ରଦାନ କରନ୍ତି, ସେତେବେଳେ ମୋହର ହୃଦୟ ଆନନ୍ଦରେ ଓ ତାହାଙ୍କର ପ୍ରଶଂସାରେ ଭରିଯାଏ। ତେଣୁ ଆସୁ, ଯେତେବେଳେ ସେ ଆମମାନଙ୍କର ପ୍ରାର୍ଥନା ଶୁଣି ତହିଁର ଉତ୍ତର ପ୍ରଦାନ କରନ୍ତି, ସେତେବେଳେ ଯେପରି ଆମେ ତାହାଙ୍କର ପ୍ରଶଂସା କରିବା ନିମନ୍ତେ ଭୁଲି ନ ଯାଉ। ସଦାପ୍ରଭୁ ଆପଣା ଅଭିଷିକ୍ତ ପ୍ରତି ପରିତ୍ରାଣର ଦୃଢ଼ ଦୁର୍ଗ ଅଟନ୍ତି। ଏହି ଅଭିଷିକ୍ତ ହେଉଛନ୍ତି ସେହି ମସିହ ବା ଖ୍ରୀଷ୍ଟ, ଯିଏକି ଗୀତ ସଂହିତାରେ ଇସ୍ରାଏଲ ନିମନ୍ତେ ଆଗାମୀ ଉଦ୍ଧାରକର୍ତ୍ତା ରୂପେ ବାରମ୍ବାର ପ୍ରକାଶ କରାଯାଇଅଛନ୍ତି। ଶେଷରେ ସେ ଏହିପରି କହି ସମାପ୍ତ କରନ୍ତି, ଆପଣା ଲୋକମାନଙ୍କୁ ତ୍ରାଣ କର। ସେହି ଅଭିଷିକ୍ତ ହେଉଛନ୍ତି ଜଣେ ଯିଏକି ସେମାନଙ୍କର ପ୍ରତିପାଳକ, ଯିଏକି ସେମାନଙ୍କୁ ସଦାସର୍ବଦା ତୋଳି ଧରିବେ। ଏହା ଆମମାନଙ୍କୁ ସେହି ଜିସାୟ 40 ପର୍ବର 11 ପଦଟିକୁ ସ୍ମରଣ କରାଇଦିଏ। ଦେଖନ୍ତୁ, ସେଠାରେ ଲେଖା ଅଛି, ସେ ମେଷପାଳକ ପରି ଆପଣା ପଲ ଚରାଇବେ, ମେଷଛୁଆମାନଙ୍କୁ ସେ ଆପଣା ବାହୁରେ ସଂଗ୍ରହ କରିବେ ଓ ଆପଣା କୋଳରେ ସେମାନଙ୍କୁ ବହି ନେବେ, ଆଉ ଦୁଗ୍ଧଦାୟିନୀମାନଙ୍କୁ ଧୀରେ ଧୀରେ ଚଳାଇବେ। ପ୍ରିୟ ବନ୍ଧୁ, ଏହା ସେହି ଭବିଷ୍ୟତରେ ଇସ୍ରାଏଲ ପ୍ରତି ସଫଳ ହେବା ପାଇଁ ଯାଉଅଛି ଓ ଏହା ଆଜି ମଧ୍ୟ ଆମମାନଙ୍କ ଜୀବନରେ ସଫଳ ହେଉଅଛି। ଯେଉଁମାନେ ସେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ସେହି ଅନୁଭୂତିର ଅଧିକାରୀ ହୁଅନ୍ତି। ପ୍ରିୟ ବନ୍ଧୁ, ପ୍ରଭୁଙ୍କର ବାକ୍ୟ କେବଳ ଇସ୍ରାଏଲ ଜାତି ପ୍ରତି ନାହିଁ, ଆଜି ଆମମାନଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ। ଆଉ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ଅବ୍ରାହମଙ୍କର ବଂଶଧର ରୂପେ ଗଣିତ ହୁଅନ୍ତି। ସେମାନେ ଅବ୍ରାହମଙ୍କର ସନ୍ତାନ ରୂପେ ଗଣିତ ହୁଅନ୍ତି। ପ୍ରିୟ ବନ୍ଧୁ, ଆଜି ଆମମାନେ ଈଶ୍ୱରଙ୍କର ସନ୍ତାନ ସନ୍ତତି। ଈଶ୍ୱର ଚାହାନ୍ତି ନାହିଁ ଆମମାନେ ବିନଷ୍ଟ ହେଉ, ଆଉ ସେ ଚାହାନ୍ତି ଆମମାନଙ୍କର ସୁରକ୍ଷା। ସେ ଯେପରି ଭବିଷ୍ୟତରେ ଇସ୍ରାଏଲ ପ୍ରତି ତାଙ୍କର ପ୍ରତିଜ୍ଞାଯୁକ୍ତ ବାକ୍ୟ ସଫଳ କରିବା ପାଇଁ ଯାଉଅଛନ୍ତି, ସେହିପରି ସେ ଆମମାନଙ୍କ ଜୀବନରେ ମଧ୍ୟ ତାହାଙ୍କର ପ୍ରତିଜ୍ଞାଯୁକ୍ତ ବାକ୍ୟ ସଫଳ କରିବା ପାଇଁ ଯାଉଅଛନ୍ତି। ଆଉ ଯେଉଁମାନେ ଖ୍ରୀଷ୍ଟ ବିଶ୍ୱାସୀ, ସେମାନେ ସେହି ପ୍ରତିଜ୍ଞାର ଅଧିକାରୀ ହେବେ। ପ୍ରଭୁ ଆମମାନଙ୍କ ନିକଟରେ ଏକ ମହାନ ପ୍ରତିଜ୍ଞା କରିଅଛନ୍ତି। ତାହା ହେଉଛି ଅନନ୍ତ ଜୀବନର ପ୍ରତିଜ୍ଞା, ପାପ କ୍ଷମାର ପ୍ରତିଜ୍ଞା, ଆଶୀର୍ବାଦର ପ୍ରତିଜ୍ଞା। ସେ ଆମମାନଙ୍କ ନିମନ୍ତେ ସମସ୍ତ ଆତ୍ମିକ ଆଶୀର୍ବାଦ ସ୍ୱର୍ଗରେ ରଖିଅଛନ୍ତି।
ଆଉ ଆମମାନେ ସେହି ଆଶୀର୍ବାଦ ସବୁର ଅଧିକାରୀ ହେବା ପାଇଁ ଯାଉଅଛୁ। ପ୍ରଭୁ କାହାକୁ ନିରାଶ କରନ୍ତି ନାହିଁ, ଆଉ ସେ ତାଙ୍କର ବାକ୍ୟ ଅନୁଯାୟୀ ସମସ୍ତ ବିଷୟ ସଫଳ କରିଅଛନ୍ତି ଏବଂ କରୁଅଛନ୍ତି ଏବଂ କରିବା ପାଇଁ ଯାଉଅଛନ୍ତି। ଯଦି ଆମମାନେ ତାଙ୍କଠାରେ ବିଶ୍ୱାସରେ ସ୍ଥିର ରହିବା, ତାଙ୍କର ବାକ୍ୟ ମଧ୍ୟ ଦେଇ ତାଙ୍କର ନିକଟବର୍ତ୍ତୀ ହେବା, ତାହେଲେ ସେହି ସମସ୍ତ ପ୍ରତିଜ୍ଞା ସେ ଆମମାନଙ୍କ ଜୀବନ ମଧ୍ୟ ସଫଳ କରିବେ। ପ୍ରଭୁଙ୍କ ନିକଟରେ ଆମମାନେ ସମସ୍ତେ ସମାନ। ପ୍ରଭୁ ଆମମାନଙ୍କୁ ସୃଷ୍ଟି କରିଅଛନ୍ତି। ସେ ଆମମାନଙ୍କର ଉଦ୍ଧାର ନିମନ୍ତେ ଆପଣାର ପ୍ରାଣଦାନ କରିଅଛନ୍ତି। ସେ କେବଳ ତାଙ୍କର ମନୋନୀତ ଜାତି ଇସ୍ରାଏଲ ନିମନ୍ତେ ନୁହେଁ, ସମଗ୍ର ମାନବ ଜାତି ନିମନ୍ତେ ସେ ସେହି ଉଦ୍ଧାର ସାଧନ କରିଅଛନ୍ତି। ସେଥିପାଇଁ ଲେଖା ଅଛି, କାରଣ ଈଶ୍ୱର ଜଗତକୁ ଏମନ୍ତ ପ୍ରେମ କଲେ ଯେ ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ତେଣୁ ଆସନ୍ତୁ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଅନନ୍ତ ଜୀବନର ଅଧିକାରୀ ହେବା ସଙ୍ଗେ ସଙ୍ଗେ ସେହି ସ୍ୱର୍ଗୀୟ ବିଭବର ଅଧିକାରୀ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।